1514 ଖ୍ରୀଷ୍ଟାବ୍ଦ ଶ୍ରୀ ଚୈତନ୍ୟ ମହାପ୍ରଭୁ ପୁରୀରୁ ବୃନ୍ଦାବନ ଯାତ୍ରା କରୁଥିଲା ବେଲେ ଏହି ପବିତ୍ର ପୀଠରେ 5 ଦିନ ଅବସ୍ଥାନ କରିଥିଲେ ଏବଂ ଗଲାବେଳେ ନିଜର ଉତ୍ତରୀୟ ବସ୍ତ୍ର କନ୍ଥା ଖଣ୍ଡିକ ତତ୍କାଳୀନ ମହନ୍ତ ମହାରାଜଙ୍କୁ ଅର୍ପଣ କରିଯାଇଥିଲେ, ଯାହା ବର୍ତ୍ତମାନ ସୁଦ୍ଧା ଉକ୍ତ ପୀଠରେ ସୁରକ୍ଷିତ ପୂଜିତ ହୋଇ ଆସୁଅଛି। ବର୍ଷରେ ମାତ୍ର କେବଳ ଥରେ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ମତେ ସର୍ବସାଧାରଣ ତଥା ଆମ ସେବାୟତମାନଙ୍କ ଦର୍ଶନ ଭାଗ୍ୟ ହୁଏ। ଆଉ କୌଣସି ଦିନ ଆମେ ବି ମଧ୍ୟ ଦର୍ଶନ କରିପାରୁନାହୁଁ। ଇଏ ହେଉଛି ବିରଳ ପରମ୍ପରା। ପ୍ରାଚୀନ ମଠ ଓଡ଼ିଶାରେ ଯେତେବେଳେ ମୋଗଲ ଶାସନ ବେଳେ 15ଟି ମାତ୍ର ମଠ ଥିଲା, ତନ୍ମଧ୍ୟରୁ ମଦନମୋହନ ମଠ ଅନ୍ୟତମ। ଏକ ପ୍ରାଚୀନ ପରମ୍ପରା ନିଦର୍ଶନ। ମହାପ୍ରଭୁ 2 ଥର ଏଠିକି ଆସିଛନ୍ତି। ଥରେ 1510 ଖ୍ରୀଷ୍ଟାବ୍ଦରେ ଆସିଥିଲେ, ଗୋଟେ ଦିନ ଥିଲେ, ରାତ୍ରି ଯାପନ କରିନଥିଲେ। 1514 ଆସିଥିଲେ, 5 ଦିନ ରହିଥିଲେ, ଯାହାକୁ ଆମର ଭଦ୍ରକର ବରେଣ୍ୟ କବିଶେଖର ଚିନ୍ତାମଣି ମହାନ୍ତି ତାଙ୍କ ଶାଳନ୍ଦୀ କାବ୍ୟରେ ବର୍ଣ୍ଣନା କରିଛନ୍ତି। ଏଡ଼େ ପୁଣ୍ୟତୀର୍ଥ ଏବେ କାଳ ବସେ, ଅପ୍ରସିଦ୍ଧ ହୋଇ ରହିଛି ବିରସେଇ, ସୌଭାଗ୍ୟ ସମ୍ପଦ ଜହ୍ନେ ଗଛ ଛାଇ, ଆଲୋକରେ ଥାଏ ତମ ରହେ ନାହିଁ, ବସନ୍ତି ତୋତିରେ ସୁବର୍ଣ୍ଣ ଆସନ, ସନ୍ଥ ଗାମେ ବେଜେ ମଦନ ମୋହନ, ତାଙ୍କ ପୁଣ୍ୟ ପୀଠ ମହାପାପ ହନ୍ତା, ସୁରକ୍ଷିତ ଜହିଁ ଶ୍ରୀଚୈତନ୍ୟ କନ୍ଥା, ପ୍ରତିବର୍ଷ ତାଙ୍କ ସ୍ମୃତି ଉପଲକ୍ଷେ ଧରେ ମହୋତ୍ସବ ସେନଗରୀ ବକ୍ଷେ। ମଦନ ମୋହନଙ୍କର ଯେ ପ୍ରାଣ ପ୍ରତିଷ୍ଠାତା ମୂଳ ପ୍ରତିଷ୍ଠାତା ଥିଲେ ସାର୍ବଭୌମ ଗଙ୍ଗା ନାରାୟଣ ନ୍ୟାୟାଳଙ୍କାର ବିଦ୍ୟାବାଚସ୍ପତି, ତାଙ୍କର ତିରୋଧାନ ହେଇଥିଲା ଏଇ ତିଥିରେ, ବ୍ରଜ ଦିବସ ହେଇଥିଲା। ସେଇ ତିଥିକୁ ସ୍ମରଣ କରିବା ପାଇଁ ସେ 5ଟି କନ୍ୟାର ଜନକ ଥାଇ ସୁଦ୍ଧା ଅପୁତ୍ରିକ ଥିଲେ, ପୁତ୍ର ସନ୍ତାନ ନଥିଲା। ସେ ମଦନ ମୋହନଙ୍କୁ ଏକଦା କହିଥିଲେ, ମୋର ମୃତ୍ୟୁ ପରେ ମୋତେ ପିଣ୍ଡଦାନ କରିବ କି? ଜଣେ ବ୍ରାହ୍ମଣ ଥିଲେ, କହିଲେ ମୋ ବ୍ରାହ୍ମଣ, ମୋର ପିଣ୍ଡକ୍ରିୟା ହେଇପାରିବ ନାହିଁ। ମଦନ ମୋହନ ତାଙ୍କୁ ସ୍ୱପ୍ନରେ କହିଥିଲେ କି ମୁଁ ତୁମର ପିଣ୍ଡଦାନ କରିବି। ତେଣୁ ଆଜି ଦିନରେ ହିଁ ସେ ମହାନୁଭବ ତାଙ୍କ ଅପ୍ରକଟ ହେଇଥିଲା। ସେଇଥିପାଇଁ ମଦନ ମୋହନ ନିଜେ ହାତରେ କୁଶପୁଟ ପିନ୍ଧି ତାଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି।